ଆପଣ ଆଜି ଆଲୋଚନା ଚକ୍ର ଥିଲା କଳିଙ୍ଗର ନୌ ବାଣିଜ୍ୟ। ଏ କଳିଙ୍ଗ କନସେପ୍ଟଟା এটা হচ্ছে গঞ্জাম। যেহেতু ঋষুকুল্যত সমাসাধ্য যাবত ঝঞ্ঝাবতী নদী কলিঙ্গ দেশ প্রখ্যাত দেশানম গড়হিত স্থলা ব্রহ্মাণ্ড পুরাণরে এটা হচ্ছে কলিঙ্গর ভৌগোলিক সীমারেখা। পরবর্তী সময়ে কলিঙ্গ সংকুচিত হয়েছে, প্রসারিত হয়েছে। বালেশ্বর মধ্যে একদা কলিঙ্গরে ଥିଲା, କି ସୁନ୍ଦରଗଡ଼ ମଧ୍ୟ ଏକଦା କଳିଙ୍ଗ ଥିଲା। ମୋର ମନା କରିବାର କିଛି ନାହିଁ, କିନ୍ତୁ କଳିଙ୍ଗର ଉପକୂଳ, କଳିଙ୍ଗର ନୌ ବାଣିଜ୍ୟ ଯଦି ଏ ପାଖକୁ ଆସିବା ବୋଲେ ଆମେ ସମଗ୍ର ଶ୍ରୀକାକୁଲମ ଠାରୁ ମାଣିକପାଟଣା ଚିଲିକା ଅଧା ପର୍ଯ୍ୟନ୍ତ ଯିବାକୁ ପଡ଼ିବ। ଯେହେତୁ ଗଞ୍ଜାମ ଜିଲ୍ଲାଟା ଥିଲା ଅପ୍ ଟୁ ମାଣିକପାଟଣା। ସାର୍, ଓଡ଼ିଶାର ପ୍ରଥମ ଜିଲ୍ଲା ହେଉଛି ଗଞ୍ଜାମ। 1804 ମସିହାରେ ଗଞ୍ଜାମ ଜିଲ୍ଲା ଘୋଷଣା ହେଲା। 1804ରେ ଯୋଉ ଡିଷ୍ଟ୍ରିକ୍ଟଟା ଘୋଷଣା ହେଇଥିଲା ମଫୁଜା ବନ୍ଦରରୁ ମାଣିକପାଟଣା। ମଫୁଜା ବନ୍ଦର ମାନେ ନାଗାମଳି ନଦୀ, ଶ୍ରୀକାକୁଲମ ଏଣ୍ଟାୟାର ଡିଷ୍ଟ୍ରିକ୍ଟ। ସମଗ୍ର ଦକ୍ଷିଣ ଓଡ଼ିଶାଟା ହେଉଛି କଳିଙ୍ଗ। ଆକୁ ନେଇକରି ଗୋଟେ ବାଣିଜ୍ୟ ବ୍ୟବସାୟର କେନ୍ଦ୍ର ହେଲା। ଓଡ଼ିଶାଟା ଚାରିଟା ବିଷୟକୁ ନେଇକରି ସମୃଦ୍ଧ ଭାରତ ବର୍ଷରେ କୃଷି, ନୌ ବାଣିଜ୍ୟ, ସମର ଆଉ ଶିଳ୍ପ। ଏ ଚାରିଟା ହିଁ ଓଡ଼ିଆ ଜାତିର ପରିଚୟ। ଯେମିତି ନୌ ବାଣିଜ୍ୟ ପରମ୍ପରା ସମ୍ପର୍କରେ ଆମେ ଆଲୋଚନା କରୁଛେ, ଏଇଠିର କୃଷକ କେମିତି ଶ୍ରେଷ୍ଠ ଥିଲେ, ବା ପୁରୀ କୋଣାର୍କ ଭଳି ମନ୍ଦିର ଏମାନେ ତିଆରି କରିଥିଲେ, କିମ୍ବା କଳିଙ୍ଗ ଯୁଦ୍ଧରେ ଅଶୋକଙ୍କୁ ମଧ୍ୟ ଏ ଚାରିଟା ହଉଛି ଓଡ଼ିଶାର। ଆପଣ ଭାରତର ଯେକୌଣସି ଜାତିକୁ ଯାଆନ୍ତୁ, ଏମିତି ଚାରିଟା କ୍ଷମତା କି ଐତିହ୍ୟ ସମ୍ପନ୍ନ ଇତିହାସର ଧାରା କାହା ପାଖରେ ମଧ୍ୟ ନଥିବ। ଆପଣ ସମଗ୍ର ଭାରତ ବର୍ଷକୁ ଯାଆନ୍ତୁ, ଏତେ ସବୁ ଗୌରବ ଥାଇକି ଶୋଇ ପଡ଼ିଥିବାର ଜାତି ଓଡ଼ିଆ ବ୍ୟତୀତ ଆଉ କିଏ ମଧ୍ୟ ନଥିବ। ମାନେ ଆମର ଇତିହାସଟା ପ୍ରବଳ, ବର୍ତ୍ତମାନଟା ଦୁର୍ବଳ। ଆମେ ଗୋଟେ ଗର୍ଜୁଥିବାର ଜାତି ବା ଦୌଡ଼ୁଥିବାର ଜାତି। ଯଦି ନ ହେଇଥାନ୍ତା ସର୍ବଭାରତୀୟ ସ୍ତରରେ ଏତେ ବଡ଼ ମହାନ ଜାତି ଆଜି ଏ ସତ୍ତା ଭିତରେ କାହିଁକି ଥାନ୍ତା? ଏ ନୌ ବାଣିଜ୍ୟ ପରମ୍ପରାଟା କଳିଙ୍ଗର ଥିଲା। ମ୍ୟାଡାମ କହୁଥିଲେ କୌଣ୍ଡିନ୍ୟଙ୍କ କଥା, ମ୍ୟାଡାମ କହୁଥିଲେ କଳିଙ୍ଗର କଥା। ଆପଣ କାଳିଦାସଙ୍କର ରଘୁବଂଶ କାବ୍ୟଟାକୁ ଦେଖନ୍ତୁ, ଅଶୋକ ମହେନ୍ଦ୍ର ସମାନ ସାର ଯୋଉ ଶ୍ଲୋକଟା ଅଛି, ସେ ଶ୍ଲୋକରେ ସେ କହୁଛି ଯେ ସୁନନ୍ଦାଙ୍କର ବିବାହ ବିଦର୍ଭ ରାଜାଙ୍କର ଝିଅର ବିବାହ ହେଲା। ବିଦର୍ଭଟା ମହାରାଷ୍ଟ୍ର ପାଖାପାଖି ଗୋଟେ ଦେଶ ଥିଲା। ସ୍ୱୟଂବର ହଉଛି ଭାରତର ବିଭିନ୍ନ ରାଜାମାନେ ସେଠିକି ଯାଇଛନ୍ତି। ଗଲାଙ୍କର କଳିଙ୍ଗର ରାଜାଟା ଯାଇଛନ୍ତି। ଯେ ଦାସୀ ଅଛି ସେ ସବୁ ରାଜାମାନଙ୍କର ପରିଚୟ ଚିହ୍ନଟ କରୁଛି। ଚିହ୍ନଟ କରିବା ଭିତରେ କଳିଙ୍ଗ ରାଜାଙ୍କୁ ସେ କହୁଛି ଏ ରାଜା ହଉଛନ୍ତି ମହେନ୍ଦ୍ରର ପତି ଆଉ ମହୋଦଧିର ପତି। ଏ ମହେନ୍ଦ୍ର ଭଳି ଗିରି ଆଙ୍କର ଅଛି, ଆଉ ଆଙ୍କର ସମୁଦ୍ର ମଧ୍ୟ ଅଛି। ତାପରେ ତାଙ୍କୁ କହୁଛନ୍ତି ଯେ ଆଙ୍କେ ଯେତେବେଳେ ବାତାୟନଟାକୁ, ଝରକାଟାକୁ ଖୋଲିଦେବେ, ଯେ ଏ ଲବଙ୍ଗ ଫୁଲର ବାସ୍ନା ସବୁ ଆସିଯିବ, ତମର ଯୋଉ ଘରମ ବା ଝାଳ ଜାଗ ବା ତମକୁ ଥଣ୍ଡା ଲାଗେ। ଏ ପ୍ରକାର ବର୍ଣ୍ଣନା ଭାରତ ବର୍ଷରେ କଳିଙ୍ଗ ବ୍ୟତୀତ ଆଉ କାହାକୁ କରାନି। ତଥାପି ଦୁର୍ଭାଗ୍ୟ ଆମର ସେ ଯୋଉ ଗୁଜରାଟୀ ଝିଅ ଆମର ଯାକୁ ବାହା ହେଲାନି, କାଶ୍ମୀର ଆଡେ ବାହା ହେଇଗଲା। ଯେହେତୁ ଆମର ଯୋଉ ଇଣ୍ଟରପ୍ରାଇଜିଂନେସଟା ମଧ୍ୟ ଅଭାବ ଥିଲା ସେଇଟା। ହେଲେ ଯେତେବେଳେ କଳିଙ୍ଗ ଯୁଦ୍ଧ କଥା ଆପଣ କହୁଛନ୍ତି ଖ୍ରୀଷ୍ଟପୂର୍ବ 261, କଳିଙ୍ଗ ଯୁଦ୍ଧଟା ଆରମ୍ଭ ହେଲା ଭୁବନେଶ୍ୱର ପାଖରୁ, ଦୟାନଦୀ ପାଖରୁ, ସରିଲା ଗଞ୍ଜାମର ପୁରୁଷୋତ୍ତମପୁର ପାଖରେ। କିନ୍ତୁ ବହି ଜାଗାରେ ଏ କଥା ଯାକ ଲେଖିନାହାନ୍ତି, ଯେହେତୁ ଗଞ୍ଜାମଟା କାଳେ ବଡ ହେଇଯିବ ପୁରା। କିନ୍ତୁ ପ୍ରୁଫ୍ ଅଛି, ଇତିହାସଟାକୁ କିଏ ଘୋଡେଇ ପାରିବେ ନାହିଁ। ଯେହେତୁ କଳିଙ୍ଗ ଯୁଦ୍ଧକୁ ଯେତେବେଳେ ଅଶୋକ କଳିଙ୍ଗକୁ ଯୁଦ୍ଧ କରୁଛନ୍ତି, ତାର ବିଭିନ୍ନ କାରଣ ଭିତରେ ଗୋଟେ ସାମ୍ରାଜ୍ୟ ବିସ୍ତାର। 2 ନମ୍ବର କଥା ହେଲା କଳିଙ୍ଗର ସମୃଦ୍ଧ ନୌ ବାଣିଜ୍ୟ ପରମ୍ପରା। ଏବେ ଯେମିତି ହଜାର ହଜାର ଏକର ଜମି ଟାଟା କିଣିକି ରଖିଦେଲା, ତାକୁ ବନ୍ଦ ଦରକାର। ସିଏ ଅଶୋକ ମଧ୍ୟ ସେ ବୁଦ୍ଧି ବୃତ୍ତିର ମଣିଷ ସେତେବେଳେ ଥିଲା। ତାପରେ କଳିଙ୍ଗର ଯୋଉ ସାମରିକ ଶକ୍ତିକୁ ପ୍ରତିହତ କରିଦେବାକୁ ପଡିବ। ଯଦି କଳିଙ୍ଗଟା ଗୋଟେ ସମର ଶକ୍ତି ସମ୍ପୂର୍ଣ୍ଣ ରାଷ୍ଟ୍ର ହେଇଯିବ, ଏ ସର୍ବଭାରତୀୟ ସ୍ତରରେ ଅଶୋକ ଆଉ ସମ୍ରାଟ ବୋଲିକି ଏ ପଦଟା ସିଏ ପାଇବ ନାହିଁ। ଆପଣଙ୍କର ତ ଯୋଉ ବଡ ଶିଳାଲିପି ପୁରୁଷୋତ୍ତମପୁରର 14 ନମ୍ବର ଧାଡରେ ଲେଖା ହେଇଛି ମୋର ଅଭିଜିତ ଆଟବିକ। ଅଭିଜିତ ଶବ୍ଦଟା କାହିଁକି ସେ ୟୁଜ୍ ହେଲା? ଯଦି ସେ କଳିଙ୍ଗକୁ ଜୟ କରିଥିଲେ ଏ ଅଭିଜିତ ଶବ୍ଦ ଲେଖିବାର କାରଣ ନଥିଲା। ଯଦି କଳିଙ୍ଗକୁ ସେ ଜୟ କରିଥିଲେ ପୁରୁଷୋତ୍ତମପୁର ପାଖରେ ନହେଲେ ମଧ୍ୟ ଏ ବ୍ରହ୍ମପୁର ପାଖରେ ମଧ୍ୟ ଶିଳାଲେଖଟେ ଆଉ ଗୋଟେ ଲେଖିଥାନ୍ତେ। କଳିଙ୍ଗ ଯୁଦ୍ଧର ଶିଳାଲେଖଟାକୁ ସେ ଲେଖିଛନ୍ତି ପାକିସ୍ତାନର ପେଶୱା ରାଉରକେଲା ଠାରୁ 200 କିଲୋମିଟର ଦୂରରେ। ସେ ଯାହା ହଉ, ଯେ ଖ୍ରୀଷ୍ଟପୂର୍ବ 5000 ବର୍ଷ ଠାରୁ 1945 ମସିହା ପର୍ଯ୍ୟନ୍ତ ଗଞ୍ଜାମରେ ନୌ ବାଣିଜ୍ୟ ଚାଲିଥିଲା।
लास्ट नौ पॉइंट जो 1945 ଯେତେବେଳେ ଗୋପାଳପୁର କୋର୍ଟ ସିରିଜ ହେଲା ଜାପାନର ବୋମା ମାଡ଼ ହେଲା ଫେବୃଆରୀ ସେଇଠୁ ଏ କୋର୍ଟକୁ ଡେଟ୍ ଡିକ୍ଲେୟାର କରିଦିଆଗଲା ତାର ଡେଟ୍ ବି ମିଳୁଛି ଯେ ଭଙ୍ଗା ଘର ସବୁ ଆପଣ ଦେଖୁଛନ୍ତି ସେ ନୌ ବାଣିଜ୍ୟ ସମୟର ଯୋଉ ଗୋଦାମ ହାଉସ୍ ଥିଲା ଆମେ ଆଜି ଏ ସଭାରେ ଯୋଉ ଆଲୋଚକ 4 ଜଣ ଆସିଥିଲୁ ଆମେ ଓଡ଼ିଶା ମାନେ କଳିଙ୍ଗ ଗବେଷଣା ସମିତି ଗୋଟେ ଅନୁଷ୍ଠାନ ଅଛି ଓଡ଼ିଶାର ସେ ଭିତରେ ଆମେ ଗଞ୍ଜାମରୁ ମାନେ ପାରଳାରୁ ବିଷ୍ଣୁ ଅଛନ୍ତି ମୁଁ ଗଞ୍ଜାମ ପସନ୍ଦ ଅଛି ଆଜି ଆମର ଡାକରା ଥିଲା କୋଣାର୍କରେ ଗୋଟେ ବଡ଼ ସେମିନାର ପାଇଁ ସେଟା ଆମେ ମନା କଲୁ ଆମେ ଆମ ଡିଷ୍ଟ୍ରିକ୍ଟରେ ରହିବୁ ଆମେ ଦେବୁ ନା ବିଶ୍ୱାଳ ସାର୍ ଯିଏ ଥିଲେ ଆଜି ଆଉ ଜଣେ ଆଲୋଚକ ସିଏ ସେପଟେ ବାଧ୍ୟ କରିପାରେ ଯେହେତୁ ଏ